ଜୟ ଜଗନ୍ନାଥ ସାଙ୍ଗମାନେ। ଆଜି ସକାଳୁ ଉଠିଲା ବେଳକୁ ଦେଖିଲି ଯେ ଆମ ବାଡ଼ିପଟ କଖାରୁ ଗଛରେ ବହୁତ ସାରା ଫୁଲ ଫୁଟିଛି ଏବଂ ଫୁଲ ମଧ୍ୟ ବଜାରରେ ମିଳୁଥିବା ବଡ଼ ବଡ଼ ଫୁଲ ସାଇଜ୍ ଭଳିଆ ହୋଇଛି। ତ ମୁଁ ଦେଖୁ ଦେଖୁ ଚିନ୍ତା କଲି ଯେ ଆଜି କଖାରୁ ଫୁଲ ପିଠଉ କରିବା ଏବଂ ସେଥିପାଇଁ ମୁଁ ଜଲ୍ଦି ସେ ସବୁ ଫୁଲକୁ ତୋଳି ନେଇ ଆସିଥିଲି। କାରଣ ବେଶୀ ଯଦି ଲେଟ୍ ଯାଏଁ ଫୁଲ ରୁହେ ତ ଗୋଟେ ପ୍ରକାରର ଲାଲ ଲାଲ ରଙ୍ଗର ପୋକ ସେଗୁଡ଼ାକୁ ଖାଇଯାଆନ୍ତି ଏବଂ ଖାଇକି ନଷ୍ଟ କରିଦିଅନ୍ତି। ଯେ ନଷ୍ଟ କରିସାରିଲା ପରେ ନା ତ ସେ ଫୁଲ ଖାଇବା ପାଇଁ ସେତେ ଭଲ ଲାଗେ ନା ଦେଖିବା ପାଇଁ ସେତେ ଭଲ ଲାଗେ। ତ ସେଥିପାଇଁ ମୁଁ ଜଲ୍ଦି ସେ ସବୁ ଫୁଲକୁ ତୋଳିକି ନେଇ ଆସିଲି। ପିଠଉର ବ୍ୟାଟର ପାଇଁ ଗୋଟେ ଜାଗାରେ ପାଣି, ଚାଉଳ ଚୂନା, ଲୁଣ, ଲଙ୍କାଗୁଣ୍ଡ, ହଳଦୀ ଏବଂ ଖାଇବା ସୋଡ଼ା ନେଇ ତାକୁ ଭଲ ଭାବରେ ମିକ୍ସ କରିଦେଲି। କାରଣ ଭଲ ଭାବରେ ମିକ୍ସ କରିବା ନିହାତି ଦରକାର, କାରଣ ଯଦି ଲଙ୍କାଗୁଣ୍ଡା କିମ୍ବା ହଳଦୀ ଗୁଣ୍ଡା ବିଣ୍ଡା ହେଇକି ରହିଯାଉଛି ତ ସିଏ ବେଳେବେଳେ ଖାଇବା ପାଇଁ ଟେଷ୍ଟ ଭଲ ଲାଗେନି। ତ ଗୋଟେ ଜାଗାରେ ସେ ବିଣ୍ଡା ହୋଇ ରହିଯାଏ। ବ୍ୟାଟର ପ୍ରସ୍ତୁତ ହେଲା ପରେ ମୁଁ ତାୱା ନେଲି, ତାୱାରେ ତେଲ ପକାଇ ତାକୁ ଭଲସେ ଚାରିଆଡ଼େ ସ୍ପ୍ରେଡ଼୍ କରିଦେଲି। କାରଣ ଏଇ ଫୁଲ କଖାରୁ ଫୁଲ ପିଠଉ ବହୁତ କମ୍ ତେଲରେ ହୁଏ, ବେଶୀ ତେଲ ଲାଗେନି। ଯେହେତୁ ମୁଁ ଭିଡ଼ିଓ ବନାଉଥିଲି ତ ବୋଉକୁ କହିଲି ଯେ ପିଠଉ ଗୁଡ଼ିକୁ ତାୱାରେ ଫ୍ରାଏ କରିବା ପାଇଁ ପକାଇଦେବା ପାଇଁ। ତ ବୋଉ ସୁନ୍ଦର ଭାବରେ ଗୋଟିଏ ପରେ ଗୋଟିଏ ପିଠଉକୁ ତାୱାରେ ପକାଇ ଦେଇଥିଲା। ଗୋଟିଏ ପଟ ଭଲସେ ଫ୍ରାଏ ହୋଇଗଲା ପରେ ମୁଁ ସେଗୁଡ଼ିକୁ ଗୋଟେ କରି ପୁଣି ଆଉଥରେ ଆରପଟ ନଉଟେଇ ଦେଇଥିଲି। କାରଣ ଯେହେତୁ ଚାଉଳ ଚୂନାରେ ତିଆରି ତ ଏହା ଭଲସେ ଫ୍ରାଏ ହେବା ଦରକାର ଏବଂ ଭଲସେ ଫ୍ରାଏ ହେଲେ ଏହା ବହୁତ କ୍ରିସ୍ପି ଲାଗିବ ଏବଂ ପାଟିକୁ ଟେଷ୍ଟ ମଧ୍ୟ ଲାଗିବ। ତ ଏବେ ଆମର ଦୁଇପଟ ଯାକ ଭଲସେ ଫ୍ରାଏ ହୋଇସାରିଲାଣି, ପ୍ରସ୍ତୁତ ହୋଇସାରିଲାଣି ଆମର କଖାରୁ ଫୁଲ ପିଠଉ। ଯଦି ଆପଣଙ୍କୁ ଭିଡ଼ିଓଟି ଭଲ ଲାଗିଥିବ ତାହେଲେ ନିହାତି ଲାଇକ୍ କରିବେ ଏବଂ ଭିଡ଼ିଓଟିକୁ ସେୟାର ମଧ୍ୟ କରିବେ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ ମଧ୍ୟ କରିବେ। ଏବଂ ଯଦି ହେଇପାରୁଛି ତ ଏହି ରେସିପିଟିକୁ ଟ୍ରାଏ କରି ଦେଖନ୍ତୁ। ବହୁତ